ସତରେ ଆଜି ମୁଁ ବହୁତ ହି ସରପ୍ରାଇଜ୍ ଥିଲି କାରଣ ଆଜି ଖାଲି 3 ତାରିଖ ନଥିଲା କାରଣ ତିନିଟାକୁ ଭଲ ଭଲ ଦିନ ଗୋଟେ ଦିନରେ ପଡ଼ିଥିଲା ଯେମିତିକି ପ୍ରଭୁ ଶିବଙ୍କର ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ସେକେଣ୍ଡରେ ମୋ ପ୍ରିୟତମ ମନର ମଣିଷଙ୍କର ଆଜି ଜନ୍ମଦିନ, ଥାର୍ଡ଼ରେ 6 ମାସ ପିଲା ମୋ ବାହାଘରକୁ ଆଜି। ତ ଏତେ ସୁନ୍ଦର ଦିନ ଥିଲା ଆଜି କହିଲେ ନ ସରେ। ତ ସକାଳୁ ସକାଳୁ ଆଜି ଜମା ବି ଡେରି କରିନଥିଲୁ, ବହୁତ ସାରା କାମ ଥିଲା। ତ ସକାଳୁ ଉଠି ସଜବାଜ ହେଇକି ଆମେ ଫାଷ୍ଟ ଆସିଲୁ ପ୍ରଭୁ ମହାଦେବଙ୍କୁ ଦର୍ଶନ କରିବା ପାଇଁକା। ଦର୍ଶନ କରିସାରି ପରେ ଆମେ ବହୁତ ଜୋରେ ଭୋକ ଲାଗିଥିଲା, ଟିକେ ମୁଁ ମୋ ଫେଭରେଟ୍ ଜିନିଷ ସେ ତାଙ୍କ ଫେଭରେଟ୍ ଜିନିଷ ଟିକେ ଖାଇଥିଲି। ତାପରେ ଟିକେ ବୁଲାବୁଲି କରିସାରିଲା ପରେ ଯାହା ସବୁ କାମ ଥିଲା ସବୁ ସାରିଲା ପରେ ଟିକେ ଥଣ୍ଡା ଜାଗାରେ ଯାଇ ବସିଥିଲୁ। ତ ତାଙ୍କ ବାର୍ଥଡେ ସେଲିବ୍ରେସନ୍ ପାଇଁ ଗୋଟେ ସୁନ୍ଦର ଜାଗାକୁ ଆସିଥିଲୁ ଆଉ ବହୁତ ହି ଖୁସି ଲାଗୁଥିଲା ମୋତେ ଆସିକି। ମନ ଭିତରେ ଟିକେ ଡର ଥିଲା କାରଣ ଫାର୍ଷ୍ଟ ଟାଇମ୍ ମୁଁ ମୋ ପତିଦେବଙ୍କର ବାର୍ଥଡେ ସେଲିବ୍ରେସନ୍ କରୁଛି। ତ କେମିତି କ'ଣ ହେବ କ'ଣ ନାହିଁ, ମୋ ମୁଣ୍ଡରେ ବହୁତ କିରିବିରି ଥିଲା, ବହୁତ ଜୋରେ ଖରାକୁ ମୋ ମୁଣ୍ଡ ବି ବହୁତ ଜୋରେ ବିନ୍ଧା ହେଉଥିଲା। କେମିତି କ'ଣ କରିକି ଆମେ ସେଠୁ ପଳେଇ ଆସିଥିଲୁ, ତଳେ ଟିକେ ଥଣ୍ଡା ଲେମ୍ବୁ ପାଣି ପିଇକି ଘରକୁ ଆସିଥିଲୁ ଏଠି। ଏମିତି ଆଜି ଦିନଟା ବିତିଥିଲା, ଆଉ ବେଶୀ କିଛି ସେମିତି କିଛି ନଥିଲା। ତ ମୋ ପତିଦେବ ଟିକେ ୱିଶ୍ କରିଦେବେ, ବାଏ ବାଏ, ଜୟ ଜଗନ୍ନାଥ।